ମଦୁଆ ଶାହରୁଖ ଖାନ। ତେବେ 22 ବର୍ଷ ପରେ ହେଲା ବଡ଼ ଖୁଲାସା। ମଦ ପିଉଥିଲେ ଶାହରୁଖ। ଦେବଦାସ ସୁଟିଂ ସମୟରେ ବହୁତ ମଦ ପିଉଥିଲେ ଶାହରୁଖ ଖାନ। 22 ବର୍ଷ ପରେ ହେଲା ବଡ଼ ଖୁଲାସା। ଶାହରୁଖ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ଚଳଚ୍ଚିତ୍ର ଏବଂ ମାଧୁରୀ ଦୀକ୍ଷିତଙ୍କ ଅଭିନୀତ କ୍ଲାସିକ୍ ଚଳଚ୍ଚିତ୍ର ଦେବଦାସ। ଏହି ଫିଲ୍ମକୁ କେହି ଭୁଲି ପାରିବେ ନାହିଁ। 2002 ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଶାହରୁଖଙ୍କ କ୍ୟାରିୟରର ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଥିଲା। ଶାହରୁଖ ଖାନଙ୍କ ମଦ୍ୟପ ଚରିତ୍ର ଏବଂ ପାରକ ପ୍ରେମରେ ପଡ଼ିବା ସମସ୍ତଙ୍କୁ ଆକର୍ଷିତ ମଧ୍ୟ କରିଥିଲା। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଫିଲ୍ମ ଦେବଦାସରେ ମଦ୍ୟପ ହେବା ପାଇଁ ଅଭିନେତା ପ୍ରକୃତରେ ମଦ ହିଁ ପିଉଥିଲେ। ଏହା ଆମେ କହୁନାହୁଁ, ବରଂ ଦେବଦାସରେ ଧରମ ଦାସ ଭୂମିକାରେ ଅଭିନୟ କରିଥିବା ଅଭିନେତା ଟିକୁ ତାନସଲିଆ କହିଛନ୍ତି। ଟିକୁ ତାନସଲିଆ ଏକ ସାକ୍ଷାତକାରରେ କହିଛନ୍ତି ଯେ ମଦ୍ୟପ ଶାହରୁଖ ଖାନ କହିଥିଲେ ଯେ ଚରିତ୍ରକୁ ପ୍ରକୃତ ରୂପେ ଦର୍ଶାଇବାକୁ ହେଲେ ଆଖିରେ ମଦର ନିଶା ରହିବା ନିହାତି ଜରୁରୀ। ତେବେ ଅଭିନେତା ଟିକୁ ତାନସଲିଆ ଏକ ସାକ୍ଷାତକାରରେ କହିଛନ୍ତି, ଆମେ ଅପରାହ୍ନରେ ଉତ୍ତପ୍ତ ଖରାରେ ସୁଟିଂ କରୁଥିଲୁ। ଶାହରୁଖ ଖାନ ଗୋଟିଏ ପରେ ଗୋଟିଏ ରମ୍ ସଟ୍ ମଧ୍ୟ ନେଉଥିଲେ। ତାପରେ ସେ କହିଲେ, ସାର୍ ଆପଣ କ'ଣ କରୁଛନ୍ତି? ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। କିନ୍ତୁ ଏହା ଉପରେ ଶାହରୁଖ ଖାନ ଦେବଦାସ ଶୈଳୀରେ ଉତ୍ତର ଦେଇ କହିଥିଲେ, ସାର୍ ଜଣେ ମଦ୍ୟପଙ୍କ ଅଭିନୟ ତ ହୋଇଥିବ, କିନ୍ତୁ ଆଖିରେ ମଦର ନିଶା ଦେଖାଯିବ ନାହିଁ। ସେଇଥିପାଇଁ ସେ ମଦ ପିଇ ପିଇ ଅଭିନୟ କରିଥିଲେ। ଶାହରୁଖ ଖାନ ପ୍ରକୃତରେ ବହୁତ ପରିଶ୍ରମୀ ଅଟନ୍ତି। ସାକ୍ଷାତକାରରେ ଶାହରୁଖ ଖାନଙ୍କୁ ପ୍ରଶଂସା କରି ଟିକୁ ତାନସଲିଆ କହିଛନ୍ତି ଯେ ତାଙ୍କ ଚରିତ୍ର ପାଇଁ ବହୁତ ସେ ପରିଶ୍ରମ କରନ୍ତି। ସେଥିପାଇଁ ବୋଧେ ଦେବଦାସ ଭୂମିକାରେ ଅଭିନୟ କରିବା ପାଇଁ ଶାହରୁଖ ଖାନ ପ୍ରଚୁର ମଦ ପିଇଥିଲେ। ଏବଂ ଦେବଦାସ ଫିଲ୍ମରେ ଶାହରୁଖ ଖାନଙ୍କ ଏହି ଆକ୍ଟିଂ ଦର୍ଶକଙ୍କ ମନ ମଧ୍ୟ ଜିଣି ନେଇଥିଲା। ଶାହରୁଖ ଖାନଙ୍କ ପରି ଜଣେ ବଡ଼ କଳାକାର ନିଜର ଚରିତ୍ରକୁ ବାସ୍ତବ ରୂପ ଦେବା ପାଇଁ ମଦର ସାହାଯ୍ୟ ମଧ୍ୟ ନେଇଥିଲେ ଏବଂ ମଦ ପିଇ ସେ ଅତି ନିଖୁଣ ଭାବରେ ଅଭିନୟ କରିଥିଲେ, ଯାହାକି ଦେବଦାସ ଭଳି ଫିଲ୍ମକୁ ଆଗକୁ ବଢ଼ାଇବାରେ ସଫଳ ମଧ୍ୟ ହୋଇଥିଲା। ତେବେ ଶାହରୁଖ ଖାନଙ୍କ ଏହି କାର୍ଯ୍ୟକଳାପ ପାଇଁ ଦର୍ଶକମାନେ ତାଙ୍କୁ ଭୁରି ଭୁରି ପ୍ରଶଂସା ମଧ୍ୟ କରିଛନ୍ତି ଏବଂ ତାକୁ ଜଣେ ବିଗ୍ ଷ୍ଟାର ମଧ୍ୟ କହୁଛନ୍ତି।